ସ୍ୱାଧୀନତା ଦିବସରେ ଆମର ମହାପୁରୁଷ ସ୍ୱାଧୀନତା ସଂଗ୍ରାମ ମାନେ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମ ମାନେ ତାଙ୍କର ବଳିଦାନ ଦେଇ ତ୍ୟାଗ କରି ଆଉ ତାଙ୍କର ତପସ୍ୟା ବଳରେ ଆମେ ସ୍ୱାଧୀନତା ପାଇଥିଲେ। ଯୁବପିଢ଼ି ମାନେ ଏହାର ପ୍ରେରଣା ପାଇବେ। ଦେଶଭକ୍ତି ରାଷ୍ଟ୍ର ଗଠନ କିପରି ସାକ୍ରିଫାଇସ୍ କରି ନିଜ ସ୍ୱାର୍ଥକୁ ଦେଶ ପାଇଁ କାମ କରିବା, ସେମିତି ଆଜି ଦିବସରେ ଯାହାକି ତାଙ୍କୁ ମନ ପକେଇବା ଆଉ ତାଙ୍କୁ ମଧ୍ୟ ତାଙ୍କ ପ୍ରେରଣା ନେଇକି ଆଗାମୀ ପିଢ଼ି ମାନେ କିପରି କାର୍ଯ୍ୟକ୍ରମ କରିବେ ଦେଶ ପାଇଁ ଏକ ଜାଗ୍ରତ କରିବା। ସେଥିପାଇଁ କିଶୋରନଗର ଠାରେ ପ୍ୟାରେଡ୍ ମଧ୍ୟ ପ୍ରତିବର୍ଷ କାର୍ଯ୍ୟକ୍ରମ କରାଯାଏ। ଫ୍ଲାଗ ହୋଷ୍ଟିଂ ମଧ୍ୟ ହୁଏ। ଏହି କାର୍ଯ୍ୟକ୍ରମକୁ ମୁଁ ଧନ୍ୟବାଦ ଦେବି କିଶୋରନଗର ତହସିଲଦାରଙ୍କୁ, ତାଙ୍କର କମିଟି ସଦସ୍ୟମାନଙ୍କୁ ଯେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଜାରି ରଖିଛନ୍ତି, ଯାହାକି ଛାତ୍ରଛାତ୍ରୀମାନେ ପ୍ରେରଣା ପାଇବେ ନିଶ୍ଚୟ ଶିକ୍ଷା ସହିତ ସମାଜ ପାଇଁ କିପରି କାମ କରିବା ଆଉ ଏଇ ଅଞ୍ଚଳ କିପରି ଆଗକୁ ବଢ଼ିବ ଆଉ ଆମ ସରକାରଙ୍କର ଯେଉଁ ଅଛି ଆକାଂକ୍ଷା ବିକଶିତ ଓଡ଼ିଶା ବିକଶିତ ଭାରତ ବନେଇବାରେ ଆମର ମଧ୍ୟ ସ୍କିମ୍ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶା କରିବା ପାଇଁ ପ୍ରୟାସ ଯେଉଁ ରହିଛି, ଆମ ଗାଁକୁ ସୁଦୃଢ଼ କରିବା ଆଉ ବିକାଶ ସହିତ ମୂଳକ ସହିତ ବିକାଶ ସହିତ ଏ କଟକ ସଦରକୁ ଆଗକୁ ଆଗେଇ ନେବା ପାଇଁ ଯେଉଁ ପ୍ରୟାସ ରହିଛି, ଆପଣମାନେ ଜାଣିଥିବେ ସାରା ଦେଶରେ ଆଜି ଦିନରେ ପାଳନ କରାଯାଉଛି। ଏହାକୁ ମେମୋରେବଲ୍ କରିକିନି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆଜି ଦିନରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଉଛି। ଆଉ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ହର ଘର ତିରଙ୍ଗା ପ୍ରତି ଏରିଆରେ ମଧ୍ୟ କରାଯାଉଛି, ପ୍ରତିବର୍ଷ ମଧ୍ୟ କରାଯାଉଛି ଆଉ ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ମଧ୍ୟ ସମ୍ମାନିତ କରାଯାଉଛି। ଏହି କାର୍ଯ୍ୟକ୍ରମ ଜାରି ରହିଛି। ନିଶ୍ଚୟ ଆମ ସରକାରର ପ୍ରୟାସ ରହିଛି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଶିକ୍ଷାକୁ ଆହୁରି ଉନ୍ନତିକରଣ କରିବା ଆଉ ଶିକ୍ଷା ପ୍ରଣାଳୀକୁ ଆହୁରି ବଢ଼େଇବା ଆଉ ସ୍କୁଲ ମାନଙ୍କରେ ଆମର ସରକାରଙ୍କ ଅନୁସାରେ ପ୍ରତି ଇନଫ୍ରାଷ୍ଟ୍ରକ୍ଚର ଗୋଦାବରୀ ମିଶ୍ର ମାଧ୍ୟମରେ ଆମର କଟକ ସଦର 2ଟି ସ୍କୁଲ ପାଇଛି, ବାର୍ଦା ଆଣ୍ଡ ଗରାଶୁଣୀ ସ୍କୁଲ, ଯାହାକି କୋଟିଏରୁ ଅଧିକା ପ୍ରତି ସ୍କୁଲକୁ କୋଟିରୁ ଅଧିକା ଟଙ୍କା ଦେଇକିନି ତାକୁ ଇନଫ୍ରାଷ୍ଟ୍ରକ୍ଚର ବନେଇବେ, ଯାହାକି ସ୍ମାର୍ଟ କ୍ଲାସ୍ ସହିତ ଆପଣ ମଧ୍ୟ ଉନ୍ନତ ଧରଣର ଇନଫ୍ରାଷ୍ଟ୍ରକ୍ଚର ମଧ୍ୟ ହେଇପାରିବ। ତାହା ସହିତ ଆମେ ପ୍ରାଧାନ୍ୟ ଦେଉଛୁ ଶିକ୍ଷକ ପୋଷ୍ଟିଂ ମଧ୍ୟ ଦେଉଛୁ। ଭ୍ୟାକେନ୍ସି ଯେଉଁଠି ରହିଛି ଶିକ୍ଷକ ଶିକ୍ଷୟିତ୍ରୀ ଦେଇ ଶିକ୍ଷା ଅନୁଷ୍ଠାନ ଉନ୍ନତିକରଣ କିପରି କରିବା, ଉଚିତ ଶିକ୍ଷା କିପରି ପାଇପାରିବେ ତା ଉପରେ ମଧ୍ୟ ଆମେ ପ୍ରାଧାନ୍ୟ ଦେଉଛୁ।